ସାଙ୍ଗମାନେ, ଯେତେବେଳେ ସୁନାରେ କୌଣସି ବସ୍ତୁ ତିଆରି କରାଯାଏ ସେହି ସମୟରେ ଲୁହାର ହାତୁଡ଼ି ଦ୍ୱାରା ସୁନା ଉପରେ ପ୍ରହାର ପକାଯାଏ। ଠିକ୍ ସେମିତି ଲୁହାରେ ମଧ୍ୟ ଯଦି କୌଣସି ଜିନିଷ ତିଆରି କରାଯାଏ ସେହି ସମୟରେ ସେହି ଲୁହାର ହାତୁଡ଼ି ଦ୍ୱାରା ହିଁ ସେହି ଲୁହା ଉପରେ ଅନେକ ବାର ପ୍ରହାର ପକାଯାଏ। କିନ୍ତୁ ଯେତେବେଳେ ସୁନା ଉପରେ ଲୁହାର ହାତୁଡ଼ି ଦ୍ୱାରା ପ୍ରହାର ପକାଯାଏ ସେହି ସମୟରେ କୌଣସି ଶବ୍ଦ ହୁଏ ନାହିଁ। କିନ୍ତୁ ଆପଣମାନେ ଶୁଣିଥିବେ ଯେତେବେଳେ ଲୁହାର ଜିନିଷ କିଛି ବି ତିଆରି କରାଯାଏ ଆଉ ଗୋଟିଏ ଲୁହା ଦ୍ୱାରା ଯେତେବେଳେ ତା ଉପରେ ପ୍ରହାର ପକାଯାଏ ସେହି ସମୟରେ ଲୁହା ଅନେକ ପ୍ରକାରର ବିକଟାଳ ଶବ୍ଦ କରେ। ତ ଦିନେ ସୁନା ପଚାରିଲା ଲୁହାକୁ ଯେ ମୋ ଉପରେ ବି ଲୁହାର ପ୍ରହାର ପଡୁଛି ଓ ତୋ ଉପରେ ବି ଲୁହାର ପ୍ରହାର ପଡୁଛି, ତାହେଲେ ମୋ ପାଖରେ କଣ ଶବ୍ଦ ହେଉନାହିଁ କିନ୍ତୁ ତୋ ପାଖରେ ଏତେ ଶବ୍ଦ କଣ ପାଇଁ? ଏଠି ଅତି ସୁନ୍ଦର ଏବଂ ଚମତ୍କାର ଉତ୍ତର ଦେଇଛି ଲୁହା ସୁନାକୁ। ଲୁହା କହିଛି ତୋତେ ଯିଏ ପିଟୁଛି ସେ ତୋ ନିଜ ଲୋକ ନୁହଁ, ତୋତେ ଲୁହା ପିଟୁଛି, କିନ୍ତୁ ମତେ ଯିଏ ପିଟୁଛି ସେ ହଉଛି ମୋ ନିଜ ଲୋକ। ମାନେ ଲୁହା ମୁଁ ଓ ମତେ ଲୁହା ହିଁ ପିଟୁଛି। ଏଠୁ ଗୋଟେ ସୁନ୍ଦର ଶିକ୍ଷା ମିଳେ ଦର୍ଶକ ବନ୍ଧୁ। ଯେତେବେଳେ ଅନ୍ୟମାନେ ଆମକୁ କଷ୍ଟ ଦିଅନ୍ତି, ବାହାର ଲୋକ ଆମ ବିଷୟରେ ବହୁତ କଥା କୁହନ୍ତି, ଆମକୁ ହୁଏତ ଏତେଟା କଷ୍ଟ ହୁଏ ନାହିଁ। କଷ୍ଟ କେତେବେଳେ ହୁଏ? ଯେତେବେଳେ ନିଜ ଲୋକ ଆମ ସହିତ ବିଶ୍ୱାସଘାତକତା କରନ୍ତି, ଯେତେବେଳେ ଆମ ଲୋକ ଆମକୁ କଷ୍ଟ ଦିଅନ୍ତି, ନିଜ ଲୋକ ଆମ ସହିତ ଶତ୍ରୁତା ଆଚରଣ କରନ୍ତି, ସେତେବେଳେ ଆମେ ଭିତରୁ ଭାଙ୍ଗି ପଡୁ, ଆମକୁ ବହୁତ କଷ୍ଟ ହୁଏ। ଠିକ କହିଲି ନା? ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଲା ତାହେଲେ ନିଶ୍ଚିତ ଭାବରେ ଗୋଟେ ଲାଇକ୍, କମେଣ୍ଟ ଓ ସେୟାର କରିଦେବେ। ଦେଖା ହେବା ଆଉ ଗୋଟିଏ ନୂତନ ଭିଡ଼ିଓ ସହିତ। ସେହି ସମୟ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛୁ, ନମସ୍କାର।